ପ୍ରିୟ ଆତ୍ମନ ସପ୍ରେମ ଜୟଜିତ ଅମୃତବାଣୀର ମୁନି ସମାଜର ଅମୃତବାଣୀକୁ ଆଜି ସ୍ୱାଗତ କରୁଛି। ଆମ ସହିତ ନିମା ମୁନି ମଧ୍ୟ ଅଛନ୍ତି। ଗତ ଥରର ଷଷ୍ଠ ଅଧ୍ୟାୟରେ ଆଲୋଚନା ହୋଇଥିବା ବିଷୟ ହେଲା ସାଧନ କରିବାର ସମୟ ଉପରେ ଆଲୋଚନା ଚାଲିଥିଲା। ବର୍ତ୍ତମାନ ଆମେ ନିମା ମୁନିକୁ ପଚାରିବା। ନିମା ମୁନି ଜୟଜିତ ତାଙ୍କୁ ଆମେ ପଚାରିବା ଯେ ଯଦି କିଛି ଅସୁବିଧା କାହାର ଥାଏ ସେଇ ନିୟମ ଅନୁସାରେ ସାଧନ କରିବାର ନିୟମ ଅନୁସାରେ, ତେବେ ଆମେ ଅନ୍ୟ କିଛି ସମୟ ଦେଇପାରିବା ନା ଦେଇପାରିବାନି, ନା ତା ଉପରେ କଣ କିଛି ଆଲୋକପାତ କରିବେ? କୁହନ୍ତୁ ନିମା। ଯାହା ହଉ, ଆଜି ସପ୍ତମ ଅଧ୍ୟାୟକୁ ସ୍ୱାଗତ। ଆପଣମାନେ ଧାରାବାହିକ ଭାବରେ ଏଇ ମୁନି ସମାଜର ଅମୃତବାଣୀ ଶୁଣୁଛନ୍ତି। ତେଣୁ ଆମେ ଗତ ଅଧ୍ୟାୟରେ ଆଲୋଚନା କଲେ ମୁନି ସମାଜର ଯୋଉ ଚକ୍ରଭେଦନ ଯୋଗ ସାଧନ କେତେବେଳେ ଆରମ୍ଭ କରିବା ନା ଅମୃତ ବେଳା ହଉଛି 3 ରୁ 6 ଭିତରେ। ତେଣୁ ଏ ସମୟର ପ୍ରଭାବ ମନ ଉପରେ ପଡ଼େ। ନିତ୍ୟ ନିର୍ଦ୍ଦିଷ୍ଟ ସମୟରେ ଆମେ ଯୋଗ ସାଧନ କଲେ ସମୟକ୍ରମେ ଚିତ୍ତ ଆପେ ଆପେ ଏକାଗ୍ର ହୋଇଯାଏ। ସେଥିପାଇଁ ଆମେ ପ୍ରତ୍ୟେକ ଦିନ ନିର୍ଦ୍ଦିଷ୍ଟ ସମୟଟା ସ୍ଥିର କରିବା, ଏଇ ସମୟରେ ମୁଁ ସାଧନ କରିବି। କାରଣ ଏ ନିର୍ଦ୍ଦିଷ୍ଟ ସମୟ ଉପରେ ଏକାଗ୍ର ହେବା ମନର ସିଦ୍ଧ ଯୋଗୀ ହେଇଯିବ। ନିତ୍ୟ ନିର୍ଦ୍ଦିଷ୍ଟ ସମୟରେ ଧ୍ୟାନ କରିବା ଅଭ୍ୟାସ ଅନେକଙ୍କର ମଧ୍ୟ ଆବଶ୍ୟକତା ଅଛି। ଯଦି ଆମେ ବ୍ରାହ୍ମ ମୁହୂର୍ତ୍ତରେ ସାଧନ କରିପାରିବା ନାହିଁ, କେତେକ ଅଛନ୍ତି ତାଙ୍କର କୌଣସି କାର୍ଯ୍ୟ ରହିଯାଏ, ଯେଉଁମାନେ କି ଚାକିରି କରିଛନ୍ତି, ନାଇଟ୍ ଡ୍ୟୁଟି କରିଥିବେ, ସେମାନେ ଆଉ ଭୋରୁ ରାତି ସାରା ଅନିଦ୍ରା ହୋଇ ଭୋରୁ ଆଉ ସାଧନ କରିପାରିବେ। ତେଣୁ ସେମାନେ କ'ଣ କରିବେ ନା ସନ୍ଧ୍ୟା ସମୟରେ ସାଧନ କରିପାରିବେ। ଯେଉଁମାନେ ପ୍ରାତଃ କାଳରେ କରିପାରିବେନି କି ସନ୍ଧ୍ୟା କାଳରେ କରିପାରିବେନି, ସେମାନେ ମଧ୍ୟ ତାଙ୍କର ଯେଉଁ ସମୟ ତାଙ୍କୁ ଫାଙ୍କା ମିଳୁଛି, ନିରୋଳା ମିଳୁଛି, ଏକାନ୍ତ ମିଳୁଛି, ସେଇ ସମୟଟାକୁ ସେ ସ୍ଥିର କରନ୍ତୁ। ପ୍ରତ୍ୟେକ ଦିନ ସେଇ ସମୟରେ ସେମାନେ ସାଧନ କରିବେ। ଧରି ନିଅନ୍ତୁ କାହାରିକି ସନ୍ଧ୍ୟା ସମୟରେ ସାଧନ କରିବା ପାଇଁ ଉପଯୁକ୍ତ ହେଇପାରିଲାନି, କି ଭୋରୁ ସାଧନ କରିବା ପାଇଁ ଉପଯୁକ୍ତ ହେଇପାରିଲାନି, କିମ୍ବା ଅନ୍ୟ କୌଣସି ନିର୍ଦ୍ଦିଷ୍ଟ ଫାଙ୍କା ସମୟ ତା ପାଇଁ ହେଇପାରିଲାନି। ସେ ଲୋକ କ'ଣ କରିବ, ଯୋଗାଭ୍ୟାସ ନ ଛାଡୁ ତାଙ୍କୁ ଯେଉଁ ସମୟ ମିଳୁଛି ସେ ସମୟରେ ମଧ୍ୟ ଯୋଗ ସାଧନ ଅଭ୍ୟାସଟା ଜାରି ରଖନ୍ତୁ। କିନ୍ତୁ ନିର୍ଦ୍ଦିଷ୍ଟ ସମୟରେ ଯଦି କରାଯିବ, ଚିତ୍ତର ଏକାଗ୍ର ଭଲ ଭାବରେ ହବ, ଶୀଘ୍ର ହବ, ସିଦ୍ଧ ହବ। କିନ୍ତୁ ସେଥିପାଇଁ ଆମେ ନିର୍ଦ୍ଦିଷ୍ଟ ସମୟରେ କରିବା ଦରକାର। ସବୁଠାରୁ ଶ୍ରେଷ୍ଠ ସମୟ ହେଉଛି ପ୍ରାତଃକାଳ ସୂର୍ଯ୍ୟୋଦୟ ପୂର୍ବରୁ। ଏହା ଅନେକ ଉତ୍ତମ ସମୟ, କାହିଁକି ନା ଏ ସମୟକୁ ବ୍ରହ୍ମ ମୁହୂର୍ତ୍ତ ବା ଅମୃତ ବେଳା କୁହାଯାଏ। କାଲି ଆମେ ଆଲୋଚନା କରୁଥିଲେ ଏ ବାବଦରେ। ତେଣୁ ଏ ସମୟଟା ଆମ ପାଇଁ ପ୍ରକୃତିରେ ଉପଯୁକ୍ତ। କିନ୍ତୁ ଏ ସମୟ ଯାହାର ନ ହେଇପାରୁଛି, ସେ ଯେକୌଣସି ସମୟଟାକୁ ସେ ଚୟନ କରିବ ଯେ ମୁଁ ଏଇ ସମୟରେ କରିବି। କିନ୍ତୁ ବ୍ରହ୍ମ ମୁହୂର୍ତ୍ତର ବିଶେଷତ୍ୱ ହେଉଛି, ବ୍ରହ୍ମ ମୁହୂର୍ତ୍ତରେ ସାଧକକୁ 4ଟା ବାଜିଲେ ଉଠିବା ଦରକାର ଏବଂ ଶୌଚାଦି କ୍ରିୟା ଶେଷ କରି ଯୋଗ ଆରମ୍ଭ କରିବା ଦରକାର। ଯଦି ଶୌଚ ନ କରି ଯୋଗ ସାଧନ କରନ୍ତି, ତାହେଲେ କ'ଣ ହବ ନା ସାଧନ ସମୟରେ ଆପଣଙ୍କୁ କ'ଣ ନା ଶରୀର ବେଗ ଝାଡ଼ା ପରିସ୍ରା ଦେଖେଇବ। ଆପଣ ସାଧନରେ ଭଙ୍ଗ ହବ। ସାଧନ ଉଠି ଆପଣଙ୍କୁ ଝାଡ଼ା ପରିସ୍ରା ଯିବାକୁ ପଡ଼ିବ। କାହିଁକିନା ଶରୀରର ଯେକୌଣସି ବେଗକୁ ଆପଣ ରୋଧ କରିବେ, ଆପଣ ରୋଗୀ ହେବେ। ଆମେ ଆସିଛେ ମୁନି ସମାଜକୁ
ରୋଗୀରୁ ଯୋଗୀ ହେଉଛି। ଆଉ ଯୋଗୀ ଯଦି ପ୍ରକୃତି ବିରୁଦ୍ଧରେ ଯିବ ଅର୍ଥାତ୍ ଶରୀର ବେଗକୁ ରୋଧ କରିବ ସେ ମଧ୍ୟ ଅଟୋମେଟିକ ଯୋଗୀ ହେଇଯିବ। ତେଣୁ ସେଥିପାଇଁ ସାଧନକୁ ଯିବା ପୂର୍ବରୁ ଆମକୁ ଶୌଚାଦି କ୍ରିୟା ସମ୍ପୂର୍ଣ୍ଣ ସାରିକି ଯିବା ଦରକାର। ମାତ୍ର ଭୋର 4ଟା ବେଳେ ଉଠି ସେ ଯୋଗାଭ୍ୟାସ କରିପାରିବ ଯେ 9ଟା ପରେ ବା 10ଟା ପୂର୍ବରୁ ଶୋଇଥିବ। ତେଣୁ ଏଇଟା ହେଉଛି ପୂର୍ବ ପ୍ରସ୍ତୁତି। ଆପଣ ଯଦି 4ଟା ବେଳୁ ସାଧନ କରିବା ପାଇଁ ସ୍ଥିର କରୁଛନ୍ତି ଆପଣଙ୍କୁ 9ଟାରୁ 10ଟା ଭିତରେ ଶୋଇବାକୁ ପଡ଼ିବ। ଆପଣ ଯଦି 9ଟାରୁ 10ଟା ଭିତରେ ଶୋଇବେ ଆପଣଙ୍କୁ 8ଟାରୁ 9ଟା ଭିତରେ ଖାଇବାକୁ ପଡ଼ିବ। ଘଣ୍ଟା ପରେ ଆପଣ ଶୋଇବେ। କାହିଁକିନା ଯଦି ଆମେ 6 ଘଣ୍ଟା ନ ଶୋଉ ତାହେଲେ ଆମ ଶରୀର ସଠିକ ଭାବରେ ବିଶ୍ରାମ ନେଇପାରିବ ନାହିଁ। ଆମକୁ ଆଳସ୍ୟ ଲାଗିବ, ଆମକୁ ସାଧନ ସମୟରେ ନିଦ ଲାଗିବ। ତେଣୁ ଅନେକ କୁହନ୍ତି ଭାଇ ଆମେ ସାଧନରେ ନିଦ ହେଇଯାଉଛି, ପ୍ରାଣାୟାମରେ ନିଦ ହେଇଯାଉଛି, ଆମେ ଆସନ କରୁ କରୁ ନିଦ ହେଇଯାଉଛି, ଚକ୍ର ଭଜନ କରିବା ସମୟରେ ମଧ୍ୟ ନିଦ ହେଇଯାଉଛି। କାହିଁକି ହେଉଛି? ମୁଁ ତାଙ୍କୁ 4ଟି କାରଣ କହିଥାଏ ଯେ ନିଦ ହବାର 4ଟି କାରଣ। ଗୋଟିଏ କାରଣ ହେଉଛି ଆମେ ଯଦି ଲୋଭବଶତଃ ଅଧିକ ପରିଶ୍ରମ କରିବା କ'ଣ ହବ? ସେଥିରେ ନା ଆମ ଶରୀର ଥକା ହେଇଥିବ, ଆମେ କ'ଣ ହେବା ନା ବିଶ୍ରାମ ସଠିକ ଭାବରେ ନେଇପାରିବା ନାହିଁ। ସାଧନ ସମୟରେ ଆମକୁ ନିଦ ମାଡ଼ି ବସିବ। ଦ୍ୱିତୀୟ କାରଣ ହେଉଛି ଆମେ ଯଦି ଲୋଭବଶତଃ ଅଧିକ ଖାଦ୍ୟ ଖାଇଦେବା। ଖାଦ୍ୟ ଖାଇଲେ କ'ଣ ହବ ନା ଆମକୁ ମାନ୍ଦାଳିଆ ଲାଗିବ, ଶୋଇବା ଯେତିକି ହବ ଆହୁରି ଶୋଇଲା ଉଠିଲା ପରେ ଆମ ଖାଦ୍ୟ ଭଲ ଭାବରେ ହଜମ ହୋଇନଥିବ। ସାଧନ ସମୟରେ ଆମ ପେଟରେ ଖାଦ୍ୟ ଥିବ, ସେତେବେଳେ କ'ଣ ହେବ ନା ଆମକୁ ମାନ୍ଦାଳିଆ ଲାଗିବ ଏବଂ ନିଦ ଗ୍ରାସ କରିବ। ଦ୍ୱିତୀୟ କାରଣ ହେଲା। ତୃତୀୟ କାରଣ ହେଲା କ'ଣ ନା ଆମେ ଯଦି ପର୍ଯ୍ୟାପ୍ତ ପରିମାଣରେ ନ ଶୋଇବା ତାହେଲେ ଆମକୁ ସାଧନ ସମୟରେ ନିଦ ଲାଗିବ। ବର୍ତ୍ତମାନ ଏଇ ସମୟରେ ଯୋଉ ଟିଭି ମୋବାଇଲ ବାହାରିଛି, ଲୋକମାନେ ମୋବାଇଲରେ କାହା ସହିତ କଥା ହେଉଛନ୍ତି ତ ରାତି 12-1 ହେଇଯାଉଛି। କିଏ ମୋବାଇଲ ୟୁଟ୍ୟୁବ ଖୋଲିକି ଚ୍ୟାନେଲ ଦେଖୁଛି ତ ତାର ରାତି 12-11 ହେଇଯାଉଛି। କିଏ ନାଟକ ଦେଖୁଛି ଇତ୍ୟାଦି। ଏଇ ଦୀର୍ଘ ସମୟ ରାତି ଅନିଦ୍ରା ହେଲେ ଆମେ ପର୍ଯ୍ୟାପ୍ତ ପରିମାଣରେ ଶୋଇବା ପାଇଁ ସମୟ ପାଇଲେନି। ସେ କ'ଣ ହବ ନା ସାଧନ ବେଳେ ଆକ୍ରାନ୍ତ କରିବ। ଚତୁର୍ଥ କାରଣ ହେଲା ଅଭାବ ପ୍ରତ୍ୟାବଲନ ବୃତ୍ତି ନିଦ୍ରା। ସମାଧିପାଦର 10 ନମ୍ବର ସୂତ୍ର କହୁଛି ଯେ ଆମେ ନିଜକୁ ଯେତେବେଳେ ଅଭାବ ମନେ କରିବା, ଆମେ ସବୁବେଳେ ଅଛେ, କିନ୍ତୁ ଯେତେବେଳେ ନିଜକୁ ଅଭାବ ମନେ କରିବା ସେତେବେଳେ ନିଦ୍ରା ବୃତ୍ତି ମାଡ଼ି ବସିବ। ଯାହାଫଳରେ କି ଆମେ ଶୋଇପଡ଼ିବା, ସାଧନ କରିପାରିବାନି। ସେଠୁ ରାତି ପାଇଲା ପରେ ମୁଁ ତ ଆଜି ଶୋଇପଡ଼ିଲି ଆଉ ସାଧନ କରିପାରିଲିନି। କେତେକ ସେ ନିଦରୁ ଉଠି ପୁଣି ସାଧନ ଆରମ୍ଭ କରିଦିଅନ୍ତି ଏବଂ କିଛି ସମୟ ଡେରି ଲାଗେ। କିନ୍ତୁ ଆମକୁ କ'ଣ କରିବା ଦରକାର ନା ଆମକୁ ବିଳମ୍ବିତ ରାତି ଯାଏ ଜାଗ୍ରତ ରହିବାକୁ କେବେ ଇଚ୍ଛା କରିବା ଦରକାର ନାହିଁ। ଆମକୁ 6 ଘଣ୍ଟାରୁ କମ୍ ଶୋଇଲେ ଆମକୁ ସାଧନ ବେଳେ ନିଶ୍ଚିନ୍ତ ନିଦ ଆସିବ। ଯେଉଁ ଲୋକ ରାତିରେ ବିଳମ୍ବିତ ପ୍ରହର ଯାଏ ଜାଗ୍ରତ ରହେ ସେ ଯୋଗାଭ୍ୟାସ କେବେ ବି କରିପାରିବ ନାହିଁ। କୁହନ୍ତି ଆମେ କରୁଛୁ, ଗୋଡ଼ ହାତ ହଲଉଛୁ, କିନ୍ତୁ ସେ କେତେବେଳେ ନିଦ ହେଇଯିବ ସେମାନେ ଜାଣିପାରିବେନି। ରାତିରେ ନାଚ, ଗୀତ, ଥିଏଟର, ସିନେମା ସମୟ ଦେବା ଠିକ ନୁହେଁ, ତାକୁ ଦେଖିବା କଥା ନୁହେଁ। ବିଶେଷ କରି ସାଧକମାନଙ୍କ ପାଇଁ ଏହା ହେଉଛି ବିଷତୁଲ୍ୟ ପଦାର୍ଥ। ଅନିଦ୍ରା କେବେ ହେବେନି, ଦୀର୍ଘ ସମୟ ପର୍ଯ୍ୟନ୍ତ ରାତିରେ ଚେଇଁବେ ନାହିଁ। ଏହା ଆମ ପାଇଁ ସାଧନରେ ବାଧା ସୃଷ୍ଟି କରିବ। ଯେପରି ଧାତୁ ମଧ୍ୟରେ ସୁନା ହେଉଛି ଏକ ବହୁମୂଲ୍ୟ ଧାତୁ ବା ସର୍ବୋତ୍ତମ ଧାତୁ, ସେଥିପାଇଁ ତାର ମୂଲ୍ୟ ଅଧିକା। ସେଇଭଳି ଆମ ପାଇଁ ସୁନା ହେଉଛି କ'ଣ ନା ଶୋଇବା। ସୁନା ଆଉ ସୁନା ଭଳି ଆମକୁ ନିଦଟା ଆମର ବହୁମୂଲ୍ୟ ଜିନିଷ। ଯଦି କେହି ନିଦରେ ଶୋଇଥାଏ ସେ ଖାଇବାକୁ ନାପସନ୍ଦ କରେ, ଦେଖିବାକୁ ଭଲ ଦୃଶ୍ୟ ନାପସନ୍ଦ କରେ,
ନିଦ୍ରାଟାକୁ ସେ ପସନ୍ଦ କରେ। ଆମ ସମୟ ଯେତେ ଦିନ ରାତି 24 ଘଣ୍ଟା ଭିତରେ ଆମେ ଅଧିକ ସମୟ ଶୋଉ କାହିଁକି ନା ଶୋଇବାଟା ଏକ ଆରାମଦାୟକ ସମୟ। ତେଣୁ ଆରାମଟାକୁ କେହି ଛାଡ଼ିବାକୁ ନାରାଜ କରନ୍ତି, କାହିଁକିନା ଆରାମଟା ଆରାମ ଲାଗେ। ତେଣୁ ରାତ୍ରି ଭୋଜନ ମଧ୍ୟ ସେଇ ଶୋଇବାରେ ସାହାଯ୍ୟ କରେ। ରାତ୍ରି ଭୋଜନ ଆମକୁ ହାଲକା ବା କମ ଖାଦ୍ୟ ଖାଇବା ଦରକାର। ବହୁତ କମ ଖାଇଲେ, ଆମେ ଯଦି ହାଲକା ଖାଦ୍ୟ ଖାଇବା ଆମକୁ ଭଲ ନିଦ ହେବ। ଯଦି ମୂଳେ ନ ଖାଇବା, ଉପବାସ ହେବା, ତାହେଲେ ନିଦ ହେବ ନାହିଁ। କାହିଁକି? ଭୋକରେ ମନ ଲାଗିବ। କିଛି ସମୟ ନିଦ ହେଲା ପରେ ହଠାତ୍ ନିଦ ଭାଙ୍ଗିଯିବ। ରାତି 12ଟା 1ଟା ବେଳକୁ ଭୋକ ଲାଗିବ। ତେଣୁ ଆମେ ପୁରା ଉପବାସ ରହିବା ଉଚିତ ନୁହେଁ। ହାଲକା ଖାଦ୍ୟ ଖାଇବା ଦରକାର। ଖାଇବା ଶୋଇବା ଠିକ ନିୟମ ଅନୁସାରେ ହେବା ଦରକାର। ଯେ ରାତିରେ ପୂର୍ଣ୍ଣ ଭାବରେ ଶୋଇଯିବ, ସେ ଠିକ 3ଟା ବା 4ଟା ବାଜିଲେ ଉଠି ଯୋଗାଭ୍ୟାସ କରିପାରିବ। ଯଦି ପୂର୍ଣ୍ଣ ଭାବରେ ନ ଶୋଇଛି, ଆମର ଆଜିର ଏଇ ଯୋଉ 7ମ ଅଧ୍ୟାୟ ବହୁତ ସୁନ୍ଦର ଭାବରେ ବର୍ଣ୍ଣନା ଆପଣ କଲେ। ଏଣୁ ସାଧକ ମାନଙ୍କୁ ଏଇ ଜାଣିବା କଥା, ଜାଣି ସାରିଲା ପରେ ସାଧନ କରିବା ପାଇଁ ବହୁତ ସୁବିଧା ହେବ। ଆଉ ଧନ୍ୟବାଦ। ଆଜି ତ ସମୟ ହେଇଯାଇଛି। ପୁଣି 8ମ ଅଧ୍ୟାୟରେ ଆମେ ଆଉ ଥରେ ଏକାଠି ହୋଇ ଆଉ କିଛି କଥା ଉପରେ ଆଲୋଚନା କରିବା। ସପ୍ରେମ ଜୟଜୀବ। ଜୟ